କଥାରେ ଅଛି ମିଛ କହିଲେ ମହାପାପ ସତ କହିଲେ ଜଗନ୍ନାଥ। ଆପଣଙ୍କ ଜୀବନରେ ଯାହା ବି ଘଟଣା ଘଟୁ ସତଟା ସତ୍ୟ ମିଛଟା ମିଥ୍ୟା ରୂପେ ପ୍ରମାଣିତ ହୋଇଥାଏ। ଆଜି ନହେଲେ ମଧ୍ୟ ଦିନେ ନା ଦିନେ ତାହା ନିଶ୍ଚିତ ଧରା ପଡ଼ିଥାଏ। ଏଇ ବିଷୟ ଉପରେ ଆଧାରିତ ଗୋଟେ ଛୋଟିଆ କାହାଣୀ କହିବି। ଆପଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଗୋଟିଏ ଗାଁରେ ଗୋଟେ ଗଛ କାଠୁରିଆ ଥିଲା। କାଠୁରିଆ ସବୁଦିନେ ଜଙ୍ଗଲକୁ ଯାଇ କାଠ କାଟି ଆଣି ସେ କାଠକୁ ବିକ୍ରି କରି ଯାହା ବି ଟଙ୍କା ରୋଜଗାର କରୁଥିଲା ସେଇ ପଇସାରେ ନିଜର ପରିବାରକୁ ପ୍ରତିପୋଷଣ କରୁଥିଲା। ଦିନେ ଏକ ନଦୀ କୂଳରେ ଗଛ କାଟୁଥିବା ସମୟରେ ତାର କୁରାଢିଟି ହଠାତ୍ ନଦୀରେ ପଡି ଯାଇଥିଲା। ନଦୀଟି ବହୁତ ଗଭୀର ଥିଲା। ଯାହାଦ୍ୱାରା କି କୁରାଢିଟିକୁ ପାଣିରୁ କାଢିବା ତା ପାଇଁ ବହୁତ ଚିନ୍ତାଜନକ ଥିଲା। ଏହି ସମୟରେ ଏକ ଦେବତା ଆସି ପ୍ରକଟିତ ହେଲେ। ଆଉ ଦେବତା ତାର ସେଇ କୁରାଢିଟିକୁ ପାଣିରୁ ବାହାର କରି କାଠୁରିଆକୁ ଯେତେବେଳେ ଦେଲେ କିନ୍ତୁ କୁରାଢିଟି ରୂପାର ଥିଲା। କାଠୁରିଆ ଯେତେବେଳେ ଦେଖିଲା ସେ କହିଲା, ହେ ଦେବତା ଏଇ କୁରାଢିଟି ମୋର ନୁହଁ। ଦେବତା ପୁନର୍ବାର ଦ୍ଵିତୀୟ ଥର ଗୋଟେ ସୁନାର କୁରାଢି ତାକୁ ଆଣିଦେଲେ। ତଥାପି କାଠୁରିଆ ମନା କଲା। ନାଇଁ ଏଇ କୁରାଢିଟିକୁ ମୋର ନୁହଁ। ଶେଷରେ କାଠୁରିଆକୁ ଦେବତା ପୁନର୍ବାର ନିଜର ସେଇ କାଠରେ ତିଆରି କୁରାଢିଟିକୁ ଦେଇ ଦେଇଥିଲେ। ତା ସହିତ ସୁନା ଆଉ ରୂପାର କୁରାଢିଟିକୁ ମଧ୍ୟ ଦେଇଥିଲେ। ଦେଇ କହିଲେ, ତୁମେ ଏଇ ତିନୋଟି ଯାକ କୁରାଢି ନେଇ ଶେଷରେ ଜୀବନ ଯାପନ କର। ଏହା କହି ଦେବତା ଅନ୍ତର୍ଦ୍ଧାନ ହେଇଗଲେ। ଶେଷରେ କାଠୁରିଆ ତିନୋଟି ଯାକ କୁରାଢି ଧରି ଘରକୁ ଫେରିଲା ଓ ନିଜର ସାଙ୍ଗକୁ ଯାହା ବି ଘଟଣା ଘଟିଥିଲା ସବୁତିକ କାହାଣୀ କହିଲା। କିନ୍ତୁ ତାର ସାଙ୍ଗ ତା ପ୍ରତି ବେଇମାନ ଭାବନା ରଖୁଥିଲା। ତା ପରଦିନ କାଠୁରିଆର ସାଙ୍ଗ କୁରାଢିଟିଏ ଧରି ପୁଣି ସେ ସ୍ଥାନରେ ପହଞ୍ଚିଲା। ଗଛ କାଟିବା ବାହାନାରେ କୁରାଢିଟିକୁ ଜଳରେ ପକାଇ ଦେଇଥିଲା। ସେହି ସମୟରେ ପୁଣି ସେଇ ଦେବତା ପ୍ରକଟିତ ହୋଇଥିଲେ। ପ୍ରଥମେ ତାକୁ ରୂପାର କୁରାଢି ତାପରେ ସୁନାର କୁରାଢି ଦେଖାଇବାରୁ ବ୍ୟକ୍ତି ଜଣକ କହିଲା ଯେ ସେଇ ସୁନାର କୁରାଢିଟି ହେଉଛି ମୋର। ଏହା ଶୁଣିବା ପାଇଁ ଦେବତା ଅନ୍ତର୍ଦ୍ଧାନ ହେଇଯାଇଥିଲେ। ଆଉ ଆକାଶରୁ ଶୂନ୍ୟବାଣୀ ହେଲା, ଏଇ ମୂର୍ଖ ଏ ଦେବଶକ୍ତିକୁ କୁପିତ କରିଛୁ। ତୋର ପୁରୁଣା କୁରାଢିଟିକି ମଧ୍ୟ ଜଳରେ ତୋତେ ଆଉ ପାଇପାରିବୁ ନାହିଁ। ଶେଷରେ କାଠୁରିଆ ସାଙ୍ଗର ଏଭଳି ମିଥ୍ୟା କହିବା ଦ୍ୱାରା ସେ ନିଜର ଏକମାତ୍ର କୁରାଢି ନିଜର ସମ୍ପତ୍ତିକୁ ହରାଇ ମନ ଭିତରେ ଘରକୁ ଫେରିଲା। ତେଣୁ ଏହି ବିଷୟରୁ ଆମେ ଜାଣିବୁ ଯେ ଯଦି ଆମେ ସତ୍ୟ ପଥରେ ଚାଲିବା ତାହେଲେ ଦେବତାମାନେ ଆମ ପ୍ରତି ସୁଖ ଲାଭ କରିବେ। ଆଉ ମିଥ୍ୟାବାଦୀମାନଙ୍କୁ ଦେବତାମାନେ ପଶ୍ଚାତାପ କରିଥାନ୍ତି। ଆଜିର ଏଇ ବିଷୟଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଆମ ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଓ ମାତ୍ରାରେ ସେୟାର କରିବେ। ଶେଷରେ ସମସ୍ତଙ୍କୁ ଅନୁରୋଧ କରୁଛି ଆପଣ ଯାହା ବି କରନ୍ତୁ ସତ୍ ପଥରେ ଚାଲନ୍ତୁ। ଆପଣଙ୍କର ଜୀବନ ମଙ୍ଗଳମୟ ହେବ।